ଏକ ନମ୍ବର ଦେଖ ଅଭ୍ୟାସ କାର୍ଯ୍ୟ ହେଲା। ଏକ ନମ୍ବର କ'ଣ କହିଛି କ୍ୱେଶ୍ଚନ୍ ନା ଆସ କଥା ହେବା। ତୁମର ପ୍ରିୟ ଖେଳ କ'ଣ? ତୁମେ ସେଇ ଖେଳକୁ କିପରି ଖେଳ? ହେଲା। ଉତ୍ତର ହେବ ମୋର ପ୍ରିୟ ଖେଳ ହେଉଛି ଫୁଟବଲ। ଏହି ଖେଳଟିକୁ ମୁଁ ଗୋଟିଏ ବଡ଼ ପଡ଼ିଆରେ ଦୁଇଟି ଦଳ ହୋଇ ଖେଳେ। ଏଥିରେ ଗୋଡ଼ ଦ୍ୱାରା ବଲକୁ ପାସ୍ କରି ବିପକ୍ଷ ଦଳର ଗୋଲ୍ ପୋଷ୍ଟରେ ଗୋଲ୍ ଦେବାକୁ ପଡ଼ିଥାଏ। ତାପରେ 2 ନମ୍ବର ଦେଖ, ତୁମେ କେବେ କୌଣସି ସମସ୍ୟାର ସମାଧାନ କରିଛ କି? ତୁମର ଅନୁଭୂତି ବର୍ଣ୍ଣନା କର। ଉତ୍ତର କ'ଣ ହେବ? ଦେଖ, ହଁ, ଥରେ ମୁଁ ମୋର 2 ଜଣ ସାଙ୍ଗଙ୍କ ମଧ୍ୟରେ ହୋଇଥିବା କଳିର ସମାଧାନ କରିଥିଲି। ସେମାନେ କେଉଁ ଖେଳଟି ଖେଳିବେ ସେହି ବିଷୟରେ ଏକମତ ହୋଇପାରୁ ନଥିଲେ। ମୁଁ ସେମାନଙ୍କୁ ଶାନ୍ତ କରି ଉଭୟଙ୍କ ପସନ୍ଦର ଖେଳକୁ ଅଲଗା ଅଲଗା ସମୟରେ ଖେଳିବା ପାଇଁ ପରାମର୍ଶ ଦେଲି। ଏହା ଶୁଣି ସେମାନେ ରାଜି ହୋଇଗଲେ ଏବଂ ଆମେ ସମସ୍ତେ ମିଶି ଖେଳିଲୁ, ଯାହା ମୋ ପାଇଁ ଏକ ଭଲ ଅନୁଭୂତି ଥିଲା। ଏବେ 3 ନମ୍ବର ଦେଖ, ଯଦି ତୁମକୁ କେବେ ରାଜା କରି ଦିଆଯିବ, ତୁମେ କ'ଣ ସବୁ କରିବ? ଉତ୍ତର ହେବ ଯଦି ମୁଁ ରାଜା ହୁଏ, ତେବେ ମୁଁ ପ୍ରଜାମାନଙ୍କୁ ସମାନ ଦୃଷ୍ଟିରେ ଦେଖିବି, ସେମାନଙ୍କର ଅଭାବ ଅସୁବିଧା ବୁଝିବି, ସତ୍ୟ ଓ ନ୍ୟାୟର ସହିତ ଶାସନ କରିବି ଏବଂ ଦେଶର ବିକାଶ ପାଇଁ କାର୍ଯ୍ୟ କରିବି। 4 ନମ୍ବର ଦେଖ, ପିଲାଟିର କେଉଁ ସବୁ ଗୁଣ ରହିଥିଲା ଯେଉଁ କାରଣ ପାଇଁ ସେ ସିଂହାସନରେ ବସିପାରୁଥିଲା? କୁହ। ଉତ୍ତର ହେବ ପିଲାଟି ଅତ୍ୟନ୍ତ ସରଳ, ନିଷ୍ପାପ ଓ ନିଷ୍କପଟ ଥିଲା। ତା'ର ମନ କଳୁଷିତ ନଥିଲା, ତେଣୁ ସେ ନ୍ୟାୟର ସିଂହାସନରେ ବସିବାକୁ ଯୋଗ୍ୟ ଥିଲା। ଏବେ ଦେଖିବା ପାଠରୁ ହେଲା। ଆସ ପଢ଼ିବା ଓ ଠିକ୍ ବାକ୍ୟ ନିକଟରେ ଠିକ୍ ଚିହ୍ନ ଦେବା। ଏକାଧିକ ଜାଗାରେ ମଧ୍ୟ ଠିକ୍ ଚିହ୍ନ ରହିପାରେ, ତାମାନେ 2ଟା ମଧ୍ୟ ଠିକ୍ ଉତ୍ତର ହେଇପାରେ। ହେଲା। ହଉ, 1 ନମ୍ବର କ, ପିଲାଟି ନ୍ୟାୟ ପ୍ରଦାନ କରୁଛି ବୋଲି ରାଜା କେମିତି ଜାଣିଲେ? ପିଲାଙ୍କ ଦୁଷ୍ଟାମିରୁ, ଲୋକେ ପିଲାଟିର ନ୍ୟାୟକୁ ପ୍ରଶଂସା କରୁଥିବାରୁ, ପିଲାମାନେ ପିଲାଟି ବିରୋଧରେ କହିଥିବାରୁ, ମନ୍ତ୍ରୀମାନେ ପିଲାଟିର ବୁଦ୍ଧିକୁ ପ୍ରଶଂସା କରୁଥିବାରୁ। ତେଣୁ ଏଠି ଏଇଟା ଆଉ ଏଇଟା, ଏଇ 2ଟା ହେଇପାରିବ। ହେଲା। ତାପରେ ନେକ୍ସଟ ଦେଖ, କେଉଁ କଥା ରାଜାଙ୍କୁ ଅଧିକ ଆଶ୍ଚର୍ଯ୍ୟ ଲାଗିଲା? ପିଲାମାନେ ଖେଳ ଖେଳରେ ନ୍ୟାୟ କରୁଥିଲେ। ଲୋକମାନେ ରାଜାଙ୍କ ଦରବାରକୁ ଯାଉନଥିବାରୁ, ସିଂହାସନରେ ବସିଥିବା ପିଲା ଠିକ୍ ନ୍ୟାୟ ପ୍ରଦାନ କରୁଥିବାରୁ, ସିଂହାସନରେ କୌଣସି ଚମତ୍କାରିତା ରହିଥିବାରୁ। କୋଉଟା ହେବ? ଏଠି ହେବ ସିଂହାସନରେ ବସିଥିବା ପିଲା ଠିକ୍ ନ୍ୟାୟ କରୁଥିବାରୁ। ଏଇଟା ହେଲା ତ। ତାପରେ ଗ ଦେଖ, ପିଲାଙ୍କୁ ଏହି ଖେଳ ଏତେ ମଜା କାହିଁକି ଲାଗିଲା? ଯେଉଁଥିପାଇଁ ସେମାନେ ଏହି ଖେଳ ପ୍ରତିଦିନ ଖେଳିବାକୁ ଲାଗିଲେ। ତାହେଲେ ପ୍ରଥମ ହେଉଛି କାରଣ ସେମାନେ ରାଜା ଭଳି ହେବାର ମଜା ପାଉଥିଲେ। ଏହା ଅନ୍ୟ ଖେଳଠାରୁ ଅଧିକ ମନୋରଞ୍ଜନ ହେଉଥିଲା। ଏହା ତାଙ୍କ ନ୍ୟାୟ କରିବାର ଅନୁଭବ ପ୍ରଦାନ କରୁଥିଲା। ଏହି ଖେଳ ଦ୍ୱାରା ସେମାନେ ସାରା ନଗରୀରେ ପ୍ରସିଦ୍ଧି ଅର୍ଜନ କରି ପାରିଥିଲେ। କୋଉଟା ହେବ? ଏଇଟା ପ୍ରଥମଟା ହେବ, କାରଣ ସେମାନେ ରାଜା ଭଳି ହେବାର ମଜା ପାଉଥିଲେ। ହେଲା। ତାପରେ ଘ ଦେଖ, ହେଲା, ରାଜା କାହିଁକି ଉପବାସ ଓ ପ୍ରାୟଶ୍ଚିତ କଲେ? ସିଂହାସନରେ ସେ ବସିବା ପାଇଁ ଯୋଗ୍ୟ ହୋଇ ପାରିବେ, କାରଣ ତାଙ୍କ କର୍ମ ପାଇଁ ପଶ୍ଚାତାପ ହୋଇଥିଲା। ମୂର୍ତ୍ତିମାନେ ତାଙ୍କୁ ଏପରି କରିବାକୁ କହିଲେ। ଲୋକମାନେ ତାଙ୍କୁ
ଏପରି କରିବାକୁ କହିଲେ। ଏଠି ପ୍ରଥମଟା ହେବ ସିଂହାସନରେ ସେ ବସିବା ପାଇଁ ଯୋଗ୍ୟ ହୋଇପାରିବେ ବୋଲି, ହେଲା ପ୍ରଥମଟା। ତାପରେ ଦେଖ ଭାବ ଓ ଲେଖ, ହେଲା। ନିମ୍ନ ପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ନିଜ ଖାତାରେ ଲେଖ। ହଉ, 1 ନମ୍ବର କ'ଣ କହିଛି ନା ପିଲାମାନେ ମଞ୍ଚ ସିଂହାସନରେ ବସି ପାରୁଥିଲେ, ହେଲେ ରାଜା ସେଥିରେ ବସି ନ ପାରିବାର କାରଣ କ'ଣ? ଉତ୍ତର ହେବ ପିଲାଟି ନିଷ୍ପାପ ଓ ସରଳ ଥିଲା, କିନ୍ତୁ ରାଜାଙ୍କ ମନରେ ପୂର୍ବରୁ କିଛି ଅପରାଧ ଯେପରିକି ଜମି ହଡ଼ପ କରିବା, ମିଛ କହିବା ଓ ଅନ୍ୟକୁ ଆଘାତ ଦେବା ଥିଲା, ତେଣୁ ସେ ସିଂହାସନରେ ବସିବାକୁ ଅଯୋଗ୍ୟ ଥିଲେ, ହେଲା। ଏବେ 2 ନମ୍ବର ଦେଖ। 2 ନମ୍ବର କ'ଣ କହିଛି ନା ପ୍ରାୟଶ୍ଚିତ କରିବା ପରେ ରାଜାଙ୍କୁ ସିଂହାସନରେ ବସିବାର ଅଧିକାର ମିଳିବାର ଆବଶ୍ୟକ ଥିଲା କି? ଯଦି ହଁ କିମ୍ବା ନାହିଁ, ତାର କାରଣ ଲେଖ। କେଉଁଟା ହେବ, ହଁ ନା ନାହିଁ? ଉତ୍ତର କ'ଣ ହେବ? ଉତ୍ତର ହେବ ନା। ପ୍ରାୟଶ୍ଚିତ କରିବା ପରେ ମଧ୍ୟ ରାଜାଙ୍କୁ ସିଂହାସନରେ ବସିବାର ଅଧିକାର ମିଳି ନଥିଲା, କାରଣ ସେ ପ୍ରାୟଶ୍ଚିତ କରୁଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ନିଜକୁ ପିଲାଟି ଠାରୁ ଅଧିକ ବଳବାନ, ଧନବାନ ଓ ବୁଦ୍ଧିମାନ ବୋଲି ଭାବି ଗର୍ବିତ ହୋଇଥିଲେ। ସିଂହାସନରେ ବସିବା ପାଇଁ ଅହଙ୍କାର-ହୀନ ନିଷ୍ପାପ ମନ ଆବଶ୍ୟକ, ଯାହା ରାଜାଙ୍କ ନିକଟରେ ନଥିଲା, ତେଣୁ ନିଷ୍ପାପ ନଥିଲେ ସେ, ହେଲା। ତାପରେ 3 ନମ୍ବର ଦେଖ। 3 ନମ୍ବର କହିଛି 2 କୃଷକ ନିଜ କଳିର ସମାଧାନ କରିବା ପାଇଁ ରାଜାଙ୍କ ପରିବର୍ତ୍ତେ ପିଲାଟି ନିକଟକୁ ଯିବାକୁ କାହିଁକି ସ୍ଥିର କଲେ? ଉତ୍ତର ହେବ ରାଜାଙ୍କ ନିକଟକୁ ଯିବା ପରିବର୍ତ୍ତେ 2 କୃଷକ ପିଲାଟି ନିକଟକୁ ଯିବାକୁ ସ୍ଥିର କଲେ, କାରଣ ସେହି ପିଲାଟି ସିଂହାସନରେ ବସି ସମସ୍ତଙ୍କୁ ସନ୍ତୁଷ୍ଟ କଲା ପରି ଉପଯୁକ୍ତ ଓ ସୁନ୍ଦର ନ୍ୟାୟ ପ୍ରଦାନ କରୁଥିଲା। ତାପରେ 4 ନମ୍ବର ଦେଖ। 4 ନମ୍ବର ଚତୁର୍ଥ ମୂର୍ତ୍ତି ସିଂହାସନ ସହିତ କାହିଁକି ଆକାଶକୁ ଉଡ଼ିଗଲା, କୁହ। ଉତ୍ତର କ'ଣ ହେବ, ଦେଖ। ଚତୁର୍ଥ ମୂର୍ତ୍ତିଟି ଉଡ଼ିଯିବାର କାରଣ ହେଲା ଯେ ରାଜା ନିଜକୁ ସିଂହାସନରେ ବସିବା ପାଇଁ ଯୋଗ୍ୟ ବୋଲି ଭାବିବା ବେଳେ ତାଙ୍କ ମନରେ ନିଜର ଧନ, ବଳ ଓ ବୁଦ୍ଧିକୁ ନେଇ ଅହଙ୍କାର ଆସିଯାଇଥିଲା। ସେହି ସରଳ ଓ ନିଷ୍ପାପ ପିଲାଟି ପରି ମନ ତାଙ୍କର ନଥିବାରୁ ମୂର୍ତ୍ତିଟି ସିଂହାସନ ନେଇ ଆକାଶକୁ ଉଡ଼ିଗଲା, ହେଲା। ତାପରେ 5 ନମ୍ବର ଦେଖ, ହେଲା। ଏହି କାହାଣୀର ଆଉ ଏକ ନାଁ ଦିଅ। ତୁମେ ଏହି ନୂଆ ନାଁଟି କାହିଁକି ବାଛିଲ, ତାର କାରଣ ମଧ୍ୟ ଲେଖ, ହେଲା। ଉତ୍ତର କ'ଣ ଲେଖିବ, ଦେଖ। ଏହି କାହାଣୀର ଅନ୍ୟ ଏକ ନାଁ ବିକ୍ରମାଦିତ୍ୟଙ୍କ ନ୍ୟାୟ ଦିଆଯାଇପାରିବ। ଏହି ନାଁଟି ବାଛିବାର କାରଣ ହେଲା ସିଂହାସନଟି ରାଜା ବିକ୍ରମାଦିତ୍ୟଙ୍କର ଥିଲା ଏବଂ ସେହି ସିଂହାସନର ନ୍ୟାୟ ପ୍ରଦାନ କ୍ଷମତା ହିଁ କାହାଣୀର ମୁଖ୍ୟ ବିଷୟବସ୍ତୁ। ତେଣୁ ଏ ଯେଉଁ କାହାଣୀଟା, ଏଇଟା କାହା ବିଷୟରେ? ନ୍ୟାୟ ପ୍ରଦାନ ବିଷୟରେ, ହେଲା। ତାପରେ ଦେଖ, ଏଠି ଲେଖା ହେଇଛି ଅନୁମାନ ଓ କଳ୍ପନା କରିବା। ତେଣୁ ଅନୁମାନ ଆଉ କଳ୍ପନା କରିକି କ'ଣ ଏଠି ଲେଖିବ, ହେଲା। 1 ନମ୍ବର କାହାଣୀର ପୁତଳିକା ଗୁଡ଼ିକ ଉଡ଼ି ଯାଇଛନ୍ତି। ତାମାନେ ଅନୁମାନ କର ଯେ କାହାଣୀର ପୁତଳିକା ଗୁଡ଼ିକ ଉଡ଼ି ଯାଇଛନ୍ତି। ସେମାନେ କେଉଁଠାକୁ ଯାଇଥିବେ ଓ ସେଠାରେ କ'ଣ କରୁଥିବେ, ହେଲା। କ'ଣ ଲେଖିବ, ଏମିତି ଲେଖିବ, ହେଲା। ଉତ୍ତର ଲେଖିବ ଅନୁମାନ କରାଯାଇପାରେ ଯେ ପୁତଳିକା ଗୁଡ଼ିକ ଆକାଶର କୌଣସି ଦେବଲୋକ ବା ସ୍ୱର୍ଗକୁ ଚାଲିଯାଇଥିବେ। ସେଠାରେ ସେମାନେ ହୁଏତ ଦେବରାଜ ଇନ୍ଦ୍ରଙ୍କ ସଭାରେ ରହି ସତ୍ୟ ଓ ନ୍ୟାୟର ପହରା ଦେଉଥିବେ, ହେଲା। ତାପରେ 2 ନମ୍ବର ଦେଖ, ହେଲା। ଏହି କାହାଣୀରେ ଯଦି ରାଜା ସିଂହାସନରେ ବସିବାର ସଫଳ ହୋଇଥାନ୍ତେ, ତେବେ କ'ଣ ହୋଇଥାନ୍ତା? ଯଦି ସେ ବସି ପାରିଥାନ୍ତେ, ସଫଳ ହୋଇଥାନ୍ତେ, ତାହେଲେ କ'ଣ ହେଇଥାନ୍ତା? ଉତ୍ତର ଲେଖିବ ଯଦି ରାଜା ସିଂହାସନରେ
ବସିବାରେ ସଫଳ ହୋଇଥାନ୍ତେ, ତେବେ ଏହାର ଅର୍ଥ ହୋଇଥାନ୍ତା ଯେ ସେ ନିଜର ସମସ୍ତ ଅହଙ୍କାର ଓ ଦୋଷ ତ୍ରୁଟିକୁ ଦୂର କରି ଜଣେ ସତ୍ୟବାଦୀ ଏବଂ ନିଷ୍ପାପ ନ୍ୟାୟାଧୀଶ ପାଲଟି ଯାଇଛନ୍ତି। ହେଲା, ଏହା ଫଳରେ ସେ ରାଜ୍ୟରେ ଅତି ଉତ୍ତମ ଏବଂ ନିରପେକ୍ଷ ନ୍ୟାୟ ପ୍ରଦାନ କରି ପାରିଥାନ୍ତେ। ତାମାନେ ସେ ନିଷ୍ପାପ ହୋଇଯାଇଛନ୍ତି, ଆଉ କେବେ ମିଛ କହୁନାହାନ୍ତି। ଏଇଭଳିଆ ହେଲା ପରେ ଯାଇକି ସେ ସିଂହାସନରେ ବସିଥାନ୍ତେ। ବୁଝିହେଲା ତ? ହଉ, ତାପରେ ଦେଖ ଭାଷାର କଥା। ହେଲା, ନିମ୍ନଲିଖିତ ବାକ୍ୟ ଗୁଡ଼ିକୁ ଧ୍ୟାନ ଦେଇ ପଢ଼। କ'ଣ ଲେଖା ହେଇଛି ନା, ତେବେ ତ ବଡ଼ ଆଶ୍ଚର୍ଯ୍ୟ କଥା, ଯାହା ବି ହେଉ ଏହି ମଞ୍ଚ ସିଂହାସନର କିଛି ଚମତ୍କାରିତା ଅଛି, ମୁଁ ଏହାର ଯାଞ୍ଚ କରିବି। ଉପରଲିଖିତ ବାକ୍ୟ ପଢ଼ିବା ସମୟରେ କିଛି ଅସୁବିଧା ହେଉଥିବ। ଏବେ ଆଉ ଥରେ ସେହି ବାକ୍ୟକୁ ପଢ଼। ତେବେ ଏହା ତ ବଡ଼ ଆଶ୍ଚର୍ଯ୍ୟ କଥା, ଯାହା ବି ହେଉ ଏହି ମଞ୍ଚ ସିଂହାସନର କିଛି ଚମତ୍କାରିତା ଅଛି, ମୁଁ ଏହାର ଯାଞ୍ଚ କରିବି। ଏବେ ଉପରୋକ୍ତ ବାକ୍ୟ ପଢ଼ିବା ବେଳେ ପୂର୍ବଥର ପରି କୌଣସି ଅସୁବିଧା ହୋଇ ନଥିବ। ବାକ୍ୟଗୁଡ଼ିକର ଭାବ ଓ ଅର୍ଥ ମଧ୍ୟ ବୁଝି ପାରିଥିବ। ଏହାର କାରଣ ହେଲା ବାକ୍ୟରେ କିଛି ବିଶେଷ ଚିହ୍ନ ଯେପରିକି ଇନଭର୍ଟେଡ୍ କମା ବା ଉଦ୍ଧୃତ କମା, କମା, ଏକ୍ସକ୍ଲାମେସନ୍ ଚିହ୍ନ, ପୂର୍ଣ୍ଣଚ୍ଛେଦ ପ୍ରୟୋଗ କରାଯାଇଛି। ଏହି ପ୍ରକାର ଚିହ୍ନକୁ ବିରାମ ଚିହ୍ନ କୁହାଯାଏ। ହେଲା, ତାହେଲେ ତଳେ ଦିଆଯାଇଥିବା ବାକ୍ୟ ଗୁଡ଼ିକରେ ବିରାମ ଚିହ୍ନ ବସାଇ ଆଉ ଥରେ ଲେଖ। ହେଲା, ତେବେ କଟାକୁ ଦେଖ। ଏଠି ବିରାମ ଚିହ୍ନ କେମିତି ଲଗେଇକି ଲେଖିବ। ଆଉ ଖ ଦେଖ, ଉତ୍ତର କେମିତି ଲେଖିବ। ଇଏ ବିରାମ ଚିହ୍ନ ଦେଇନି, କୋଉଠି? ଏଇଠି ବିରାମ ଚିହ୍ନ ଦେଇନି, ଏଠି ବି। ତାହେଲେ ବିରାମ ଚିହ୍ନ ଲଗେଇକି ଆଉ ଆଉ ଖଟାକୁ ଲେଖିବା। ହେଲା ତ? କେମିତି ଲେଖିବ ଦେଖ। ଉତ୍ତର ଏମିତି ଲେଖିବ ଦେଖ। କଟା ରହିଯାଆନ୍ତୁ ରାଜା, ଯେଉଁ ପିଲା ଏ ସିଂହାସନରେ ବସୁଥିଲା, ତାପରେ ଏଠି କମା, ସେ ଅତ୍ୟନ୍ତ ସରଳ ନିଷ୍ପାପ ଥିଲା। ତେଣୁ କମା ଆଉ ଥରେ ପୂର୍ଣ୍ଣଚ୍ଛେଦ। ତା ମନ କଳୁଷିତ ନଥିଲା। ତୁମେ ଯଦି ନିଜକୁ ଏଭଳି ଯୋଗ୍ୟ ମନେ କରୁଛ, ତେବେ ଏହି ସିଂହାସନରେ ବସିପାର। ତାପରେ ଉଦ୍ଧୃତ କମା ଶେଷ। ହେଲା, ଇନଭର୍ଟେଡ୍ କମା ଶେଷ। ହେଲା, ଏଇଟା ହେଉଛି କଟା। ତାପରେ ଖଟା ସେମିତି ଲେଖିବ। ଏଇ ଦେଖ ଖଟା କ'ଣ ଲେଖା ହେଇଛି। ଉତ୍ତର, ଯଦି ଗୋଟିଏ ସାମାନ୍ୟ ପିଲା ଏ ସିଂହାସନରେ ବସିପାରୁଛି, ତେବେ ମୁଁ ରାଜା ହୋଇ ପୁଣି ଧନବାନ, ବଳବାନ ଓ ବୁଦ୍ଧିମାନ ଭାବେ ଏ ସିଂହାସନରେ ବସିବାକୁ ତ ଅଧିକ ଯୋଗ୍ୟ। ଏମିତି ଇନଭର୍ଟେଡ୍ କମା ଷ୍ଟାର୍ଟ କରିବ, ଦେଇକି ଶେଷ କରିବ। ହେଲା ତ? କମା ଏମିତି ଦେବ। ହଉ, ତାପରେ 2 ନମ୍ବର ଦେଖ। 2 ନମ୍ବରରେ କ'ଣ କହିଛି ନା, ତୃତୀୟ ପୁତାଳିକା ମଧ୍ୟ ଉଡ଼ିଗଲା। ଏହି ବାକ୍ୟକୁ ଆଧାର କରି ନିମ୍ନ ପ୍ରଶ୍ନର ଉତ୍ତର ଶିକ୍ଷକଙ୍କ ସହାୟତାରେ ଲେଖ। କହିଛି ଏହି ବାକ୍ୟରେ ବିଶେଷ୍ୟ ପଦ କିଏ? ତାପରେ ଖରେ ଏଥିରେ କେଉଁ ଶବ୍ଦଟି ବିଶେଷ୍ୟ ପଦର ବିଶେଷଣ ଭାବେ ବ୍ୟବହୃତ ହୋଇଛି। ତାମାନେ ଏଠି ବିଶେଷ୍ୟ ପଦକୁ ବାହାର କରିବ, ଆଉ ଏଠି ହେଉଛି ସେଇ ଯେଉଁ ବିଶେଷ୍ୟ ପଦ ତାର ବିଶେଷଣ ପଦ ଲେଖିବ। ହେଲା, ଦେଖ ଉତ୍ତର ଲେଖିବ। ଏହି ବାକ୍ୟରେ ବିଶେଷ୍ୟ ପଦ କେଉଁଟି? ସେଇଟା ହେବ ପୁତ୍ତଳିକା। ହେଲା, ପୁତ୍ତଳିକା ହେବ ବିଶେଷ୍ୟ ପଦ। ତାପରେ ଏଥିରେ କେଉଁ ଶବ୍ଦଟି ବିଶେଷ୍ୟ ପଦର ବିଶେଷଣ। ତେଣୁ ବିଶେଷ୍ୟ ପଦ କିଏ? ପୁତ୍ତଳିକା। ତାର ବିଶେଷଣ କିଏ ହେବ? ତୃତୀୟ ହେବ। ହେଲା, ତୃତୀୟ ପୁତ୍ତଳିକା। ତାମାନେ କ'ଣ? ପୁତ୍ତଳିକାକୁ ଯିଏ ଅଧିକ ବିଶେଷିତ କରୁଛି, ସିଏ ହେବ ବିଶେଷଣ। ତେଣୁ ଏଠି ବିଶେଷଣ ହେବ ତୃତୀୟ। ହେଲା, ତାପରେ ଦେଖ 3 ନମ୍ବର। 3 ନମ୍ବରରେ କ'ଣ କହିଛି ନା, ନିମ୍ନ ବାକ୍ୟ ଗୁଡ଼ିକରୁ ବିଶେଷଣ ପଦ ଗୁଡ଼ିକୁ ଚିହ୍ନଟ କରି ତା ତଳେ ଗାର ଦିଅ। ଯେପରି ଗୋଟିଏ ଦିନ ଦଳେ ପିଲା ପଡ଼ିଆରେ ଖେଳୁଥିଲେ। ହେଲା, ରେଖାଙ୍କିତ ଶବ୍ଦ ଦୁଇଟିକୁ ଲକ୍ଷ୍ୟ କର। ଗୋଟେ ହେଉଛି ଗୋଟିଏ, ଆଉ ଗୋଟେ ହେଉଛି ଦଳେ। ଏହି ଦୁଇଟି ଶବ୍ଦ ଦିନ ଓ ପିଲା ପୂର୍ବରୁ ବ୍ୟବହୃତ ହୋଇଛି। ତାମାନେ ଦିନକୁ ବିଶେଷିତ କରୁଛି ଗୋଟିଏ, ତେଣୁ ସିଏ ହେଲା ଗୋଟେ କ'ଣ? ବିଶେଷଣ। ଦେଖିବା, ଦିନର
दिन और पिला शब्द द्वय विशेष्य पद तेणु दिन आउ पिला एमाने होउछन्ति विशेष्य गोटिए और दले शब्द दुईटी हेउछि विशेषण पद यह विशेष्य पदर परिमाण को बुझाउछि तेणु गोटे विशेष्य पदर ता परिमाण को जदि बुझाउथिबो सी हबो हमर विशेषण हैला तापर कोन कहिछि देखो सेठारे एक सुदीर्घ पड़िया थिला हाँ ताले एठी एगुडा जो चारटा देला सेठी विशेषण पद किए हेटा को बाहर करिवो हैला देख उत्तर हबो कोन हबो ना कोटा सेठारे एक सुदीर्घ पड़िया थिला तेणु ए जो सुदीर्घ एटा हि जिवो हमर विशेषण एते छोट बयसरु एमिति बुद्धि रहिबा आश्चर्यजनक ए छोटडा हि जिवो हमर विशेषण तापर गो राजा देखिले जे एहा पत्थर नुहे बहुत सुंदर सिंहासन अटे ए सुंदर हि जिवो हमर विशेषण हैला तापर गो देख हजार हजार लोक सिंहासन देखिबा को भिड़ जमाइले ताले एठी हि जिवो जो हजार 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 बा हजार हजार एटा हि जिवो हमर विशेषण पद हैला तो तापर देख हमर 4 नंबर हैला तुम निकट रे एमिति केउ विशेष गुण दरकार जहा द्वारा तुमे कहानी रे थिबा सिंहासन ऊपर बसी परिबो लेख ताले तुम पाखरे एमिति कोन कोन एमिति सब विशेष गुण गुडा दरकार हैला एठी सब लिखिबो हैला कोन कोन दरकार एठी देख उत्तर लिखिबो ना उत्तर हबो सिंहासन रे बसिबा पई मो निकट रे अहंकारहीन सत्यवादी दयालु एवं निष्पाप मन रहिबा आवश्यक कहा प्रति घृणा बा मंद भावना न रखी समस्त को समान दृष्टि रे देखिबार गुण रहिले ही मु सही सिंहासन रे बसी पारिबी हैला तापरे नेक्स्ट देख कोन कहिछि पाठरू आगकू 1 नंबर कहानी रे गाँ लोक माने सेमानंको कलिर समाधान करबा को जेपरि पिलाटी निकट को जाइथिले तुमे सही परि निज समस्या समाधान निमंते कहा निकट को जाओ सेमानंको निकट को काहे की जाओ निज खातार लेख ताले कहा निकट को जाओ लेखिबो आउ सेमानंको पाक को काहे की जाओ मध्य खातार लेखिबो हैला उत्तर लेखिबो मु मोर समस्या समाधान निमंते मोर पितामाता शिक्षक किंबा बड़ भाई भौणी को निकट को जाए ताले पितामाता शिक्षक आउ बड़ भाई भौणी तांको पाक को जाए सेमानंको निकट को जिबार कारण हेउची सेमानंको पाखरे अधिक अभिज्ञता और ज्ञान रहिछि जहा मोर समस्या को सठिक भावे बुझिबारे और समाधान करिबारे साहाय्य करिथाए हैला तापरे हमर 2 नंबरटा देख तुम प्रति किए केबे अन्याय करिथिबार अनुभव करिछ कि होइछि कि तुमे एभली परिस्थितिर सामना किपरि कल निज खातार लेख ताले तुम से जदि अन्याय केबे हेइछि तबे सही भले परिस्थितिर सामना किपरि कल सेटा खातारे लेखिबो हैला हाँ तारे उत्तर कोन लेखिबो ना हाँ थरे स्कूल रे जने सांग मो कलम नै फेराई नथिले मु सही परिस्थिति रे रागी न जाई तांकू शांतनार सह कथा हेली एवं शिक्षकंक सहायता रे समस्यार समाधान कली हैला।